ଅସୁସ୍ଥ ହେଇକି ହଠାତ୍ ମେଡ଼ିକାଲକୁ ପହଞ୍ଚୁଛନ୍ତି ଚିକିଟି। ତ ସେମାନେ ମଦ୍ୟପାନ କରିଥିବା ଯାହା ମାନେ ପ୍ରାଥମିକ ଇଏରୁ ଜଣାପଡ଼ିଛି, କିନ୍ତୁ କେଉଁଥିପାଇଁ କ'ଣ ହେଇଛି କାରଣ ତା ତଥ୍ୟ ମାନେ ତଦନ୍ତ ହେଲେ ତ ଜଣାପଡ଼ିବ। କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ଷ୍ଟେବୁଲ୍ ଅଛି। ବର୍ତ୍ତମାନ 3ଟା ପେସେଣ୍ଟ ଏମ୍କେସିବିକୁ ଆସିଛନ୍ତି। ତ ତାର ତଦନ୍ତ ହେଲେ ଜଣାପଡ଼ିବ କ'ଣ ହେଇଛି କ'ଣ ନାହିଁ। କିନ୍ତୁ ବର୍ତ୍ତମାନ ଯେଉଁମାନେ ଆସିଛନ୍ତି କଣ୍ଡିସନ୍ ଷ୍ଟେବୁଲ୍ ଅଛି। ଆମେ ଆଲର୍ଟ ଅଛି, ମୁଁ ତ ଅଛି ଏଠି। ଯାହା ଯାହା ମାନେ ବେସରକାରୀ ଭାବେ ଯାହା ହେଇଥିବା କଥା ଯାହା ଜଣାପଡ଼ୁଛି, କାରଣ ଆଇଡି ଯାହାକି ମାନେ ଇଏ ମାନେ ଲାଇସେନ୍ସ ପ୍ରାପ୍ତ କିଛି ନାହିଁ, ଆଇଡି ଲିକ୍ୱିଡ୍। ତେଣୁ ଯାହା ତଦନ୍ତ ହେଲେ ଜଣାପଡ଼ିବ ଆକ୍ଚୁଆଲି କେଉଁ କାରଣରୁ କ'ଣ ହେଇଛି କ'ଣ ନାହିଁ। ତେଣୁ ବର୍ତ୍ତମାନ ସେ କଥା ତ ଆଇନ ତା ବାଟରେ ଯିବ, କିନ୍ତୁ ବର୍ତ୍ତମାନ କେମିତି ଯେଉଁମାନେ ଏଫେକ୍ଟ ହେଇଛନ୍ତି ସେମାନଙ୍କର ଦେହ କେମିତି ଭଲ ହେବ ସେମାନଙ୍କ ପ୍ରତି ଗୁରୁତ୍ୱ ଦେବା କଥା ପ୍ରଥମ ଜରୁରୀ। ତାପରେ ଆଇନ ତା ବାଟରେ ଯିବ। ଟୋଟାଲ ମୋ ପାଖରେ ଯେତିକି ଖବର ପ୍ରାୟ 17 ଲୋକ ବାନ୍ତି ହେଇଛି, ଝାଡ଼ା ହେଇଛି, ଯାହା ସିମ୍ପଟମ୍ ଡାଇରିଆ ଟାଇପ୍ର ସିମ୍ପଟମ୍, ଝାଡ଼ା ବାନ୍ତି ହେଇଛି। ତେଣୁ କେଉଁଠି ନା କେଉଁଠି କିଛି ରିଏକ୍ସନ୍ ହେଇଛି। ତ ଯାହା ତଦନ୍ତ ହେଲେ ଜଣାପଡ଼ିବ। ନାଇଁ, ସମସ୍ତେ ଚିକିଟି NACର କରବାଲୁଆ ଏବଂ ଜେନାପୁର ଆଉ ମାଉନ୍ଦପୁର ବୋଲି ଗୋଟେ ଗାଁ ଅଛି, ସେଥିରୁ ମୋର ଜଣେ 2 ଜଣ ଅଛନ୍ତି ଲୋକ। ସେମାନେ ଯାହା କହୁଛନ୍ତି ଯେ ଆମେ ମାଉନ୍ଦପୁର ଗାଁ